ଦୀର୍ଘ ସମୟର ଟ୍ରେନ ଯାତ୍ରା ପରେ ଆମେ ଏମିତି ବଢିଆ ବଢିଆ ସିନ୍ ଦେଖି ଆଉ ବହୁତ ସମୟ ଟ୍ରେନରେ ବସି ବସି ପୁରା ଆମେ ପହଞ୍ଚିଥିଲୁ ଆନ୍ଧ୍ରରେ। ପୁରା ବିରକ୍ତିଆ ହେଇଗଲାଣି ମଣିଷ, ବହୁତ ସମୟ ଟ୍ରେନ ଯୋଉ ପକେଇ ପକେଇ ନଉଛି ପୁରା ବିରକ୍ତିଆ ହିଁ ଲାଗୁଛି। ଏଇଟା ଆମ କଲେଜ ଦେଖିପାରୁଥିବେ, ଏଇଟା ଆମେ ପହଞ୍ଚିଥିଲୁ ବେସ୍ୱାରୀପେଟା ୟଶବନ୍ତ କଲେଜ, ଉର୍ଦ୍ଦୁରେ ଲେଖା ହେଇଛି, ଆପଣ ପଢିପାରୁଥିବେ କି ନାହିଁ ଜାଣିନି। ଏଇଟା ହଉଛି ଆମ କଲେଜର ପୁରା ଫ୍ରଣ୍ଟ ଟା। ଚାଲନ୍ତୁ ଯିବା ଭିତରକୁ, ଦେଖିବା କେମିତିଆ ଏଥର ରୁମ୍ ମିଳୁଛି ଆମକୁ। ଆଉ ମୋ ପଛରେ ଆମ ଗ୍ୟାଙ୍ଗର 5ଟା ପିଲା, ବବୁଲୁ, ଅଙ୍କିତି, ସ୍ୱାଧୀନୀ, ଲାଡୁ ଆଉ ମୁଁ। ଇଏ ହଉଛି ଆମକୁ ମିଳିଥିବା ରୁମ୍। ଦେଖିପାରୁଥିବେ ରୁମ୍ ର ଅବସ୍ଥା, ଅଲରେଡି ଗୋଟେ ପିଲା ଅଛି, ବାକି ଥାକ ପାଖ ବି ଅଛି। ଦେଖିବା ବାଥରୁମ୍, ଠିକ ଠାକ ବାଥରୁମ୍, ଚଳିବ। ଆଉ ଇଏ ହଉଛି ଆଜିର ଖାଇବା, ଆମର ମାଛ, ପାମ୍ପଡ, ଭାତ, ଡାଲି। ଆଉ ବହୁତ ସମୟ ହେଲାଣି ଉପବାସ ଅଛି, କାରଣ ଟ୍ରେନରେ ଆସି ଆସି। ଆଉ ଖାଇସାରିଲା ପରେ ଟିକେ ବର୍ତ୍ତମାନ ଆସିଲୁ ଶୋଇବାକୁ, ଟିକେ ରେଷ୍ଟ ନବା। ବହୁତ ସମୟ ଟ୍ରେନ ଜର୍ଣ୍ଣି, ପୁରା ଥକି ଯାଇଛି ଆମେ ସବୁ। ଅଙ୍କିତ ଭାଇ କିନ୍ତୁ ଥକି ନାହାନ୍ତି, ସମସ୍ତେ ଦେଖିବେ ପୁରା ଥକିକି ଶୋଇ ପଡିଛନ୍ତି ଆମ ରୁମ ରେ। ବାକି ଚାଲନ୍ତୁ ଆମେ ବି ଟିକେ ଶୋଇ ପଡିଆ, ରେଷ୍ଟ ନବା। ରେଷ୍ଟ ନେଇ ଉଠିଲା ପରେ ସନ୍ଧ୍ୟାବେଳେ ଆନ୍ଧ୍ର ଲୋକାଲ ମାର୍କେଟରେ ଆମେ ପିଇଥିଲୁ ବାଦାମ ଲସି, ବାଦାମ ଲସି ନା ବାଦାମ ସେକ୍, ପାମ୍ପୁଡି ଚାଟ ବି ଖାଇଥିଲୁ ଆମେ ସମସ୍ତେ। ଏତେ ଟେଷ୍ଟ ନାହିଁ ଆମ ସେପଟ ଭଳିଆ, ବଟ ଚଳିବ। ତାପରେ ପାମ୍ପୁଡି ଚାଟ ଖାଇସାରିଲା ପରେ ଲାଷ୍ଟ କୁ ଚିକେନ ପକୋଡା ଖାଇଲୁ ସମସ୍ତେ ଅର୍ଡର କରିକି। ଦେଖିପାରୁଥିବେ ମାନେ ଅଳ୍ପ, ଟୋଟାଲ 7-8 ପିସ୍ ଚିକେନ। ଦେଖିପାରୁଥିବେ 100 ଟଙ୍କା ନୁହନ୍ତି, ଏତେ ଟେଷ୍ଟ ବି ନାହିଁ।